ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାର। କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ କୁଆଁରପାଳ ଛକରେ ହୋଇଛି ଗୁଳିମାର। ସନ୍ତରାବଳୀ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରକୁ ହୋଇଛି ଗୁଳିମାର। 3 ଜଣ ଦୁର୍ବୃତ୍ତ ବାଇକ୍ରେ ଆସି କରିଥିଲେ ଗୁଳିମାର। ସେମାନେ ଶ୍ରୀକାନ୍ତ ଜେନାଙ୍କୁ ଲକ୍ଷ୍ୟ କରି 4 ରାଉଣ୍ଡ ଗୁଳି କରିଥିଲେ। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁରୁତର ଭାବେ ଆହତ ଶ୍ରୀକାନ୍ତ ଜେନାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମାଣିଆବନ୍ଧ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। ତଦନ୍ତ ଜାରି ରହିଥିବା ବେଳେ କିଏ ଓ କାହିଁକି ଶ୍ରୀକାନ୍ତଙ୍କ ଉପରକୁ ଗୁଳି କଲା ତାହା ଜଣା ପଡ଼ିନାହିଁ। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।